ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଏବଂ କନକବର୍ଦ୍ଧନ ସିଂହଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡ଼ିଆ ଏକ୍ସରେ ଉଲ୍ଲେଖ କରିଛନ୍ତି, ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ଜଣେ ସ୍ୱାଭିମାନୀ ଓଡ଼ିଶା ତଥା ଶିକ୍ଷା, ନାରୀ ସଶକ୍ତିକରଣ ସହ ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଏବଂ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ବିଭାଗରେ 2000 ନୂତନ ପଦବୀ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବିଭାଗରେ 70ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଜିଲ୍ଲାସ୍ତରୀୟ ବ୍ୟବସ୍ଥାରେ 1930ଟି ପଦବୀ ସୃଷ୍ଟି କରାଯାଇଛି। ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶାର ସ୍ପେଶାଲ ଷ୍ଟ୍ରାଇକ୍ ଫୋର୍ସ କର୍ମଚାରୀଙ୍କର ଦରମା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ ଓଡ଼ିଶାର ସ୍ପେଶାଲ ଷ୍ଟ୍ରାଇକ୍ ଫୋର୍ସର କର୍ମଚାରୀଙ୍କର ଦରମା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ମାସିକ ଦରମାରେ ବୃଦ୍ଧି କରିଛନ୍ତି। ରିପୋର୍ଟ ଅନୁଯାୟୀ ସିପାହୀ ମାନଙ୍କର ମାସିକ ଦରମା 30,000 ଟଙ୍କାରୁ 45,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଲାନ୍ସ ନାୟକ ହାବିଲଦାରଙ୍କର ଦରମା 32,000ରୁ 50,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଜୁନିୟର କମିଶନର୍ଡ ଅଫିସରଙ୍କ ଦରମା 40,000ରୁ 55,000 ଟଙ୍କା ବୃଦ୍ଧି କରାଯାଇଛି। ଜୁନିୟର କମିଶନର୍ଡ ଅଫିସରଙ୍କ ଦରମା 40,000ରୁ 55,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡ୍ରାଇଭରମାନଙ୍କର ଦରମା 30,000 ଟଙ୍କାରୁ 45,000 କରାଯାଇଛି। ଇଞ୍ଜିନ୍ ଡ୍ରାଇଭରମାନଙ୍କର ଦରମା 32,000 ଟଙ୍କାରୁ 50,000 ଟଙ୍କା କରାଯାଇଛି। ସେହିପରି ମାଷ୍ଟରଙ୍କ ଦରମା 40,000 ଟଙ୍କାରୁ 55,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସୁନ୍ଦରଗଡ଼ ତଳସରା ଥାନା ବାଘିଆବନ ଜଙ୍ଗଲ ରାସ୍ତାରେ ଛେଳି ବେପାରୀଙ୍କଠାରୁ 2,70,000 ଟଙ୍କା ଲୁଟ୍ ହୋଇଛି। 6 ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି। ରାଉରକେଲା ଅଞ୍ଚଳରୁ ଏକ କାରରେ ଛେଳି ବେପାରୀ ଆସୁଥିଲେ। ତଳସରା ଥାନା ବାନଡେଗା ଛେଳି ହାଟରୁ ଛେଳି କିଣିବା ପାଇଁ ସେମାନେ ଆସିଥିଲେ। ତେବେ ସେମାନଙ୍କର ଗାଡ଼ି ଅଟକାଇ ଲୁଟ୍ କରାଯାଇଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗୁରୁବାର ଓଡ଼ିଶା ଭିଜିଲାନ୍ସ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କର ନାମ ରାମଚନ୍ଦ୍ର ଶତପଥୀ। ତାଙ୍କୁ ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଏକ ସରକାରୀ ପ୍ରେସ୍ ରିଲିଜ ଅନୁଯାୟୀ ଗୁରୁବାର କୋର୍ଟରେ ତାଙ୍କୁ ହାଜର କରାଯାଇଛି। ଶତପଥୀଙ୍କର ସମ୍ପତ୍ତି ନେଇ କରାଯାଇଥିବା ତଲାସି ଆଧାରରେ ଭିଜିଲାନ୍ସ ବିଭାଗ ଏକ 2 ମହଲା କୋଠା, 22ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ 350 ଗ୍ରାମ ଓଜନର ସୁନା ଅଳଙ୍କାର, 1,16,00,000 ଟଙ୍କାର ବ୍ୟାଙ୍କ ଜମା ଏବଂ 23,95,000 ଟଙ୍କାର ତାଙ୍କ ଜ୍ୱାଇଁ ଘରୁ ଜବତ କରାଯାଇଛି। ଶତପଥୀଙ୍କର ଏହି ସମ୍ପତ୍ତି ଆୟ ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଭାବରେ ସେ ଉତ୍ତର ଦେଇପାରିନଥିଲେ। ତେଣୁ କଟକ ଭିଜିଲାନ୍ସ 10/2025 ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। 18 ଏପ୍ରିଲରୁ 22 ଏପ୍ରିଲ ପର୍ଯ୍ୟନ୍ତ ବର୍ଷା ଏବଂ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଆଇଏମ୍ଡି ଅନୁଯାୟୀ 18 ଏପ୍ରିଲ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଅପରାହ୍ନ ସନ୍ଧ୍ୟା ସମୟରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବହିବା ଏବଂ ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ 40ରୁ 50 କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। ସେହିପରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। 19 ଏପ୍ରିଲ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଅଛି ଏବଂ 40ରୁ 50 କିଲୋମିଟର ବେଗରେ ପବନ ବହିପାରେ। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଓଡ଼ିଶାର ଭିତ୍ତିଭୂମି ବିକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ 4,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକୁ ଭେଟି ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ 19ଟି ରାସ୍ତା, 4,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟରେ 154ଟି ରାଜରାସ୍ତା, ବ୍ରିଜ୍ ଓ ଫ୍ଲାଏଓଭର ନିର୍ମାଣ ହେବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କହିଛନ୍ତି। ରାଜ୍ୟରେ 19ଟି ଜାତୀୟ ରାଜପଥ ଲୋକାର୍ପଣ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାରେ ଆଜି ପାଇଁ ଏକ ଐତିହାସିକ ଦିନ। ଓଡ଼ିଶାର ବିକାଶରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେଲେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ, ଓଡ଼ିଶାର ବିକାଶକୁ ନୂଆ ବଳ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ 2ଟି ଜାତୀୟ ରାଜପଥ ଲୋକାର୍ପଣ କରିବା ବେଳେ 17ଟି ଜାତୀୟ ରାଜପଥ ପାଇଁ ଶିଳାନ୍ୟାସ କରିଛନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ 22 ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ 2 ଜଣଙ୍କ ନାମରେ 4 ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା। ଏମାନଙ୍କର ମଧ୍ୟରୁ ଟିଫିନ୍ ବୋମା, ଡିଟୋନେଟର, ଜିଲୋଟିନ୍, ବିଦ୍ୟୁତ୍ ତାର ଇତ୍ୟାଦି ଜବତ କରାଯାଇଛି। ଓଡ଼ିଶାର ଜାତୀୟ ରାଜପଥ ଆମେରିକା ଭଳି ଚକାଚକ୍ ଦେଖାଯିବ। ରାଜ୍ୟର ଜାତୀୟ ରାଜପଥ ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚି ପାରିବେ। ଏହାଦ୍ୱାରା ଲୋକଙ୍କର ସମୟ ମଧ୍ୟ ବଞ୍ଚିପାରିବ। ଓଡ଼ିଶାର ଜାତୀୟ ରାଜପଥ ଗୁଡ଼ିକ ଆମେରିକା ଭଳି ହେବ। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଗୁରୁବାର ଭୁବନେଶ୍ୱର ଗସ୍ତରେ ଏହା କହିଛନ୍ତି। 4,000 କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ 154 କିଲୋମିଟର ଦୀର୍ଘ 19ଟି ସଡ଼କ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ପାଣି ଓ ପରିବହନ ଯୋଗାଯୋଗ ଭିତ୍ତିଭୂମିକୁ ବିକାଶ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ପଥ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ପୁରୀ ଜିଲ୍ଲାର ସାତପଡ଼ା କୃଷ୍ଣପ୍ରସାଦ ଅଞ୍ଚଳରେ 500 କୋଟି ଟଙ୍କାର ବ୍ୟୟରେ 2ଟି ପୋଲ ନିର୍ମାଣ ପାଇଁ ଡିପିଆର୍ ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ। ଏଠାରେ ଭୂମିପୂଜନ ପାଇଁ ଖୁବ୍ ଶୀଘ୍ର ଓଡ଼ିଶା ଆସିବି। ସାଧାରଣ ନିର୍ବାଚନ 2024 ସମୟରେ ସମ୍ବିତ ପାତ୍ରଙ୍କ ପାଇଁ ପ୍ରଚାର ସମୟରେ ମୁଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲି, ଏହା ନିଶ୍ଚିତ ପୂରଣ କରିବି ବୋଲି ଗଡ଼କରୀ କହିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବପିଢ଼ି ଦକ୍ଷତା ଓ ବିକାଶ ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରିବାରେ ଏହି କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରୁଥିବା ଜାଣି ସେ ଖୁସି ବ୍ୟକ୍ତ କରିଥିଲେ। ଏହି ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା IPLର 33ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ 163 ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ। ଏହାକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର 18.1 ଓଭରରେ 6 ୱିକେଟ୍ ହରାଇ 166 ରନ୍ କରି ଜିତି ଯାଇଥିଲା। ଗତକାଲି RCB ଭେଟିବ ପଞ୍ଜାବକୁ।